ତେବେ ଚାଲନ୍ତୁ ଆଜି ଆନାଲିସିସ୍ କରିବା ଗୋ ଡିଜିଟ୍ ଇନ୍ସୁରାନ୍ସ ଆଇପିଓ। ଏଥିରେ ଆମେ ଏଇ ଆଇପିଓରେ ଆମେ ଇନଭେଷ୍ଟମେଣ୍ଟ କରିବା କି ନାହିଁ, ଏ ଆଇପିଓଟି ଭଲ କି ନାହିଁ, ସେ ବିଷୟରେ ଆମେ ଆଜି ଡିସ୍କସନ୍ କରିବା। ତେବେ ଗୋ ଡିଜିଟ୍ ଆଇପିଓ ଉପରେ ମୁଁ ଗୋଟେ ଏବେ ଆର୍ଟିକଲ ଲେଖିଥିଲି, ମୋ ସାଇଟ୍ରେ ପବ୍ଲିଶ କରିଥିଲି। ଗୋ ଡିଜିଟ୍ ଇନ୍ସୁରାନ୍ସ ଆଇପିଓ ଇନ୍ସୁରାନ୍ସ ଆଉ ଟେକ୍ନୋଲୋଜି ସଲ୍ୟୁସନର ଗୋଟେ କମ୍ବିନେସନ୍। କଷ୍ଟମର୍ସ ଏଇ ପ୍ଲାଟଫର୍ମ ଭିତରକୁ ଯାଇ ସବୁ ଜିନିଷ ଇନ୍ସୁରାନ୍ସ ରିଲେଟେଡ୍ ସମସ୍ତ ଜିନିଷ, ସମସ୍ତ ପ୍ରଡକ୍ଟ, ସମସ୍ତ ସର୍ଭିସେସ୍ ଏଇଠୁ ପାଇପାରିବେ। ତେଣୁ ଏଇଟା ଗୋଟେ ବହୁତ ବଢ଼ିଆ ପ୍ଲାଟଫର୍ମ ଇଣ୍ଡିଆରେ। ଏଭଳି ପ୍ଲାଟଫର୍ମ ଆଗରୁ ପ୍ରାୟତଃ ନଥିଲା। ଏବେ ସବୁ ଇଏ ନ୍ୟୁ ଏଜ୍ ଟେକ୍ନୋଲୋଜି ନେଇ ଏଇ ଇନ୍ସୁରାନ୍ସ କମ୍ପାନୀଟି ଆସିଛି କରିଥିଲି। ତେବେ ଚାଲନ୍ତୁ ସେଇ ସାଇଟ୍କୁ ଦେଖିବା। ସେ ସାଇଟ୍ରୁ ଆମେ ଆଗକୁ ବଢ଼ିବା ଯେ ଆମେ ସେଥିରେ ଇନଭେଷ୍ଟମେଣ୍ଟ କରିବା କି ନାହିଁ। ତ ଗୋ ଡିଜିଟ୍ ଗୋଟେ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ। ତାର ଆଇପିଓ ପାଇଁ ଏବେ ସେବି ମଞ୍ଜୁରୀ ଦେଇସାରିଛି। ଏଇ ଆଇପିଓଟି ପ୍ରାୟତଃ ଅପ୍ରିଲ 2024ରେ ଆସିପାରେ। ତାର ଓପନ ଡେଟ୍, କ୍ଲୋଜ ଡେଟ୍ ଆଉ ଲିଷ୍ଟିଂ ଡେଟ୍ ଏ ପର୍ଯ୍ୟନ୍ତ ଆନାଉନ୍ସ ହେଇନାହିଁ, କିନ୍ତୁ ଏହା ଏପ୍ରିଲରେ ଆସିବାର ସମ୍ଭାବନା ରହିଛି। ତେବେ ଚାଲନ୍ତୁ ଦେଖିବା ଯେ ଗୋ ଡିଜିଟ୍ ଜେନେରାଲ ଇନ୍ସୁରାନ୍ସ କ'ଣ କରେ, ସେ କମ୍ପାନୀ କ'ଣ କରେ। ପ୍ରଥମେ ଆମକୁ ଜାଣିବା ପାଇଁ ପଡ଼ିବ ଯେ ସେ କମ୍ପାନୀ କରେ କ'ଣ, କେମିତି ତାର ଇନକମ୍ ଆସେ। ତ ସେ ଯେମିତି ଆମ ପାଖରେ ଅଲଗା ଅଲଗା ଇନ୍ସୁରାନ୍ସ କମ୍ପାନୀ ରହିଛି, ଯେମିତି ଆଇସିଆଇସି ଲମ୍ବାର୍ଡ ଅଛି, ଜିଆଇସି ଅଛି, ଏନ୍ଆଇସି ଅଛି, ଏଚଡିଏଫସି ଲାଇଫ ଇନ୍ସୁରାନ୍ସ ଅଛି। ସେଇଭଳି ଗୋ ଡିଜିଟ୍ ଜେନେରାଲ ଇନ୍ସୁରାନ୍ସ ଗୋଟେ ଇନ୍ସୁରାନ୍ସ କମ୍ପାନୀ। ଏଇ ଇନ୍ସୁରାନ୍ସ କମ୍ପାନୀ କ'ଣ କରେ ନା, ଏ ମୋଟର ଇନ୍ସୁରାନ୍ସ ଦିଏ, ଯେମିତି କାର ପାଇଁ ଇନ୍ସୁରାନ୍ସ, ବାଇକ୍ ପାଇଁ ଇନ୍ସୁରାନ୍ସ, ରିକ୍ସା, ଟ୍ରକ୍ ଏସବୁ ପାଇଁ ଇନ୍ସୁରାନ୍ସ ଦିଏ। ହେଲ୍ଥ ଇନ୍ସୁରାନ୍ସ ବି ଦିଏ, ବିଜନେସ୍ ଇନ୍ସୁରାନ୍ସ ବି ଦିଏ ଏବଂ ଲାଇଫ ଇନ୍ସୁରାନ୍ସ ମଧ୍ୟ ଏବେ ସେ ଆରମ୍ଭ କରିଛି। ତେବେ ଚାଲନ୍ତୁ ଦେଖିବା ଯେ ଗୋ ଡିଜିଟ୍ ଆଇପିଓର କି ଫ୍ୟାକ୍ଟ ଗୁଡ଼ିକ କ'ଣ କ'ଣ, କେବେ ଲଞ୍ଚ ହେଉଛି, କ'ଣ ହେଉଛି, ସେ ବିଷୟରେ ଏପର୍ଯ୍ୟନ୍ତ ଆମ ପାଖକୁ ଜଣା ନାହିଁ। ଯେମିତି ମୁଁ କହିଲି ଯେ ଏଇ ଇନ୍ସୁରାନ୍ସ କମ୍ପାନୀ ହେଉଛି ଏଇ କମ୍ପାନୀଟି, ଏଇ ଆଇପିଓ ହେଉଛି ଇନ୍ସୁରାନ୍ସ ରିଲେଟେଡ୍ ଆଇପିଓ। ଏ କମ୍ପାନୀ ତାର DRHP ଅଲରେଡି ସବମିଟ୍ କରିଥିଲା ମାର୍ଚ୍ଚ 30 ତାରିଖରେ। ଏହାର ଓପନିଂ ଡେଟ୍ ଏପର୍ଯ୍ୟନ୍ତ ଆନାଉନ୍ସ ହେଇନାହିଁ ଏବଂ କ୍ଲୋଜିଂ ଡେଟ୍ ମଧ୍ୟ ଆନାଉନ୍ସ ହେଇନି। ଓପନିଂ ଡେଟ୍, କ୍ଲୋଜିଂ ଡେଟ୍ କିଛି ଆନାଉନ୍ସ ହେଇନାହିଁ। ତେବେ ଯଦି ଆମେ ଡିସେମ୍ବର 31 ତାରିଖ ଭିତରେ ଦେଖିବା, ଏହାର ସେୟାର ହୋଲ୍ଡିଂ ଥିଲେ ପ୍ରମୋଟରଙ୍କ ପାଖରେ ଥିଲା 83%, ଇନଭେଷ୍ଟର ମାନଙ୍କ ପାଖରେ ଇଣ୍ଡିଆନ ଇନଭେଷ୍ଟର 12%, 13% ପାଖାପାଖି ରହିଥିଲା, ଫରେନ୍ ଇନଭେଷ୍ଟରଙ୍କ ପାଖରେ 4% ରହିଥିଲା। ତାହେଲେ କମ୍ପାନୀର ମ୍ୟାକ୍ସିମମ୍ ଯୋଉ ସେୟାର ରହିଛି ପ୍ରମୋଟର ମାନଙ୍କ ପାଖରେ, ଯୋଉଟା କି 80% ରୁ ଅଧିକ। ତେଣୁ ପ୍ରମୋଟର ଚାହୁଁଛନ୍ତି ବର୍ତ୍ତମାନ ଏ କମ୍ପାନୀକୁ ଲିଷ୍ଟ କରିବେ। ଏ କମ୍ପାନୀରୁ ଯେମିତି ସେବିର ମାଣ୍ଡେଟ୍ ହିସାବରେ ଆମକୁ 75% ରୁ ତଳକୁ ରହିବା କଥା ପ୍ରମୋଟର ହୋଲ୍ଡିଂ। ତ 75% ରୁ ଉପରକୁ ଯେତିକି ରହିଛି, ଯେମିତି ପ୍ରମୋଟର ମାନଙ୍କ ପାଖରେ 83% ଅଛି, ତ 75% ତକ ସେମାନେ ପ୍ରମୋଟର ହୋଲ୍ଡିଂ କମ୍ କରିବା ପାଇଁ ପଡ଼ିବ। ତ ରେଷ୍ଟ ଅଫ୍ ଦ ଯୋଉ ଏମାଉଣ୍ଟ, ଯୋଉ ସେୟାର ହୋଲ୍ଡିଂ, ତାକୁ ବିକ୍ରି କରିବା ପାଇଁ ପଡ଼ିବ। ତେବେ ଚାଲନ୍ତୁ, ଆଚ୍ଛା ଏଇଠି ମୁଁ କହି ରଖିବି, ଯଦି DRHP ବିଷୟରେ ଆପଣ ଜାଣିନାହାନ୍ତି ତେବେ ମୋତେ କମେଣ୍ଟ କରି ଜଣାନ୍ତୁ। ମୁଁ ଆପଣଙ୍କୁ ପୁରା ଡିଟେଲ ଡିସ୍କସନ୍ କରିବି ଯେ DRHP କ'ଣ ଏବଂ ସେ ଡକ୍ୟୁମେଣ୍ଟର କ'ଣ ଭ୍ୟାଲ୍ୟୁ ରହିଛି, ତାକୁ ଆମେ ପଢ଼ିବା କାହିଁକି ଦରକାର। ତ ସେ ବିଷୟରେ ଜାଣିବା ପାଇଲେ ମୋତେ କମେଣ୍ଟ କରନ୍ତୁ। ମୁଁ ନେକ୍ସଟ ଭିଡ଼ିଓରେ DRHP ବିଷୟରେ ଆନାଲିସିସ୍ କରିକି ଆପଣଙ୍କୁ କହିବି। ତେବେ ଗୋ ଡିଜିଟ୍ ଆଇପିଓରେ ଫ୍ରେଶ୍ ଇସ୍ୟୁ ରହିଛି 1250 କୋଟି ଏବଂ ଅଫର ଫର ସେଲ୍ ଅଛି। ସେଥିରେ ଅଫର ଫର ସେଲ୍ ମଧ୍ୟ କିଛି ରହିଛି। ତ ଯଦି ଅଫର ଫର ସେଲ୍ ବିଷୟରେ ଆପଣ ଜାଣିନାହାନ୍ତି ତାହେଲେ କମେଣ୍ଟ କରି ମୋତେ ଜଣାନ୍ତୁ ଯେ ମୁଁ ସେ ବିଷୟରେ ଆପଣଙ୍କୁ କହିବି। ଗୋ ଡିଜିଟ୍ ଆଇପିଓର ଫେସ୍ ଭ୍ୟାଲୁ ହେଉଛି 10 ଟଙ୍କା ଏବଂ ଯଦି ଆମେ କ୍ରେଡିଟ୍ ରେଟିଂ ଦେଖିବା ତାହେଲେ କ୍ରିସିଲ୍ କ୍ରେଡିଟ୍ ରେଟିଂ, ଯିଏକି ରିନାଉଣ୍ଡ ବ୍ରାଣ୍ଡେଡ୍ କ୍ରେଡିଟ୍ ଏଜେନ୍ସି, ସେ ଗୋ ଡିଜିଟ୍ କମ୍ପାନୀକୁ ଷ୍ଟେବୁଲ ବା A+ ରେଟିଂରେ ରେଟିଂ ଅଫର କରିଛି ବା ରେଟିଂ ଦେଇଛି। ଓକେ, ତ ଆମେ ଦେଖିବା ଯେ ବର୍ତ୍ତମାନ ଯେ এই କମ୍ପାନୀର ବିଷୟରେ ଆମେ ଜାଣିଲେ ଯେ କମ୍ପାନୀ ହେଉଛି ଇନ୍ସୁରାନ୍ସ କମ୍ପାନୀ। ଏ କମ୍ପାନୀ ଆଇପିଓ ନେଇକି ଆସିଛି, କିଛି ଫ୍ରେଶ୍ ଇସ୍ୟୁ ଅଛି, କିଛି ଅଫର ଫର ସେଲ୍ ଅଛି। ଏହାର ଫେସ୍ ଭ୍ୟାଲୁ ହେଉଛି 10 ଟଙ୍କା ଏବଂ କ୍ରେଡିଟ୍ ରେଟିଂ ଏଜେନ୍ସି ଭଲ ରେଟିଂ ଦେଇଛି। ତାହେଲେ ଆମେ ଦେଖିବା ବର୍ତ୍ତମାନ ଯେ ଏଇ ଯୋଉ କମ୍ପାନୀ ବିଜନେସ୍ କରୁଛି, ଇନ୍ସୁରାନ୍ସ ରିଲେଟେଡ୍ ବିଜନେସ୍ କରୁଛି, ତ ଆମ ଇଣ୍ଡିଆରେ ଇନ୍ସୁରାନ୍ସ ମାର୍କେଟ କେତେ ବଡ଼,
ଜାଣିଥିବେ ଯେ ଇନ୍ସୁରାନ୍ସ ଆମେ ବର୍ତ୍ତମାନ ଯୋଉ ଆମର ପେନେଟ୍ରେସନ୍ ରହିଛି, ଇନ୍ସୁରାନ୍ସ ପେନେଟ୍ରେସନ୍ ଗାଁମାନଙ୍କୁ ଯାଇନି, ଛୋଟ ସହରମାନଙ୍କୁ ଯାଇନି, କେବଳ ଏ ବଡ଼ ବଡ଼ ସିଟିମାନଙ୍କ ଭିତରେ ରହିଛି। ତେଣୁ ଏହାର ଏଇ ମାର୍କେଟର ବହୁତ ବଡ଼ ଗ୍ରୋଥ୍ ରହିଛି। ଯେମିତି ଇଣ୍ଡିଆର ଇକୋନୋମି ଗ୍ରୋ କରିବ, ସେଇଭଳି ଭାବରେ ଇନ୍ସୁରାନ୍ସ କମ୍ପାନୀର ପ୍ରଫିଟ୍ ମଧ୍ୟ ଗ୍ରୋ କରିବ, ତାର ବିଜନେସ୍ ମଧ୍ୟ ଗ୍ରୋ କରିବ। ତେଣୁ ସେ ଦୃଷ୍ଟିରୁ ଦେଖିବା ପାଇଁ ଗଲେ ଆମର ଇଣ୍ଡିଆରେ ଇନ୍ସୁରାନ୍ସ କମ୍ପାନୀ ଏତେ ନାହାନ୍ତି ଅ, ଯେ ଏତେ ବଡ଼ କଣ୍ଟ୍ରିକୁ କ୍ୟାଟର କରିପାରିବ। ତେଣୁ ଗୋ ଡିଜିଟ୍ ଇନ୍ସୁରାନ୍ସ କମ୍ପାନୀ ଗୋଟେ ଭଲ ଇନ୍ସୁରାନ୍ସ କମ୍ପାନୀ, ସେ ଦୃଷ୍ଟିରୁ ମୁଁ କହିବି। ତାହେଲେ ଦେଖିବା ଚାଲନ୍ତୁ ଯେ ଏଇ ଯୋଉ ଇନ୍ସୁରାନ୍ସ କମ୍ପାନୀ ଆଇପିଓ ନେଇକି ଆସିଛି, ସେ ଆଇପିଓ ରୁ ଯାହା ପ୍ରଫିଟ୍ ଆସିବ, ଯୋଉ ରେଜ୍ କରିବ, କ୍ୟାପିଟାଲ ଯୋଉ ରେଜ୍ କରିବ, ସେ କ୍ୟାପିଟାଲକୁ ସେ କୋଉଠି ଇନଭେଷ୍ଟ କରିବ? ସେ କ୍ୟାପିଟାଲକୁ ମେନଲି ସେ ୟୁଟିଲାଇଜ କରିବ ଟୁ ମେଣ୍ଟେନ୍ ଦ ସଲଭେନ୍ସି ରେସିଓ। ବେସିକାଲି ୟାର ମତଲବ ହଉଛି, ୟାର ମିନିଂ ହଉଛି ଯେ ସେ କମ୍ପାନୀ ତାର ବିଜନେସକୁ ଏକ୍ସପାଣ୍ଡ କରିବ ଏଇ କ୍ୟାପିଟାଲକୁ ରେଜ୍ କଲା ପରେ। ଆଇପିଓ ଯୋଉ କ୍ୟାପିଟାଲ ଆସିବ ତା ଦ୍ୱାରା ସେ କମ୍ପାନୀ ତାର ବିଜନେସକୁ ଏକ୍ସପାନସନ କରିବ, ହୁଇଚ୍ ଇଜ୍ ଏ ଗୁଡ୍ ଥିଙ୍ଗ, ଯୋଉଟା କି ବହୁତ ଭଲ ଜିନିଷ ଯେ କମ୍ପାନୀ ତାର ଏକ୍ସପାନସନ କରିବା ପାଇଁ ଚାହୁଁଛି। ତେବେ ଆଇପିଓ ଡିଟେଲ ଆଉ କିଛି ଏପର୍ଯ୍ୟନ୍ତ ଆସିନାହିଁ। ଯେତେବେଳେ ଆସିବ ମୁଁ ଏ ସାଇଟ୍ରେ ଅପଲୋଡ କରିଦେବି। ଆପଣ ଏଇ ସାଇଟ୍ରୁ ଦେଖିପାରିବେ ଯେ ଆଇପିଓ ପ୍ରାଇସ୍ ବ୍ୟାଣ୍ଡ କେତେ, ଲିଷ୍ଟ କେବେ ହେବ, ତାର ଡେଟ୍ ଅଫ୍ ଆଲଟମେଣ୍ଟ କେତେ, କେବେ ଲିଷ୍ଟିଂ କେବେ ହେବ, ଏ ସବୁ ବିଷୟରେ ମୁଁ ଏଠି ଆପଣଙ୍କ ପାଇଁକା ଅପଲୋଡ କରିଦେବି। ଆପଣ ଏଇ ସାଇଟ୍କୁ ଆସିକି ଆଉ ଥରେ ଦେଖିପାରିବେ। ତେବେ ଚାଲନ୍ତୁ ଦେଖିବା ଯେ ଏଇ ଆଇପିଓଟି, ଗୋ ଡିଜିଟ୍ ଇନ୍ସୁରାନ୍ସ ଆଇପିଓ ଭଲ ନା ଖରାପ। ତାହେଲେ ଆମେ ବର୍ତ୍ତମାନ ସୁଦ୍ଧା ଦେଖିଥିଲେ ଯେ ଇନ୍ସୁରାନ୍ସ କମ୍ପାନୀର ସ୍କୋପ ଇଣ୍ଡିଆରେ ବହୁତ ଅଛି। ଇଭିନ୍ ଯଦିଓ ଏଠି ବହୁତ ଗୁଡେ କମ୍ପାନୀ ଅଛି, ଯେମିତି ବଡ଼ ବଡ଼ କମ୍ପାନୀ ଅଛି, ତାହେଲେ ଏ କମ୍ପାନୀର ୟୁନିକନେସ୍ କ'ଣ? ଏ କମ୍ପାନୀ ସବୁ ଜିନିଷ ଅନଲାଇନରେ କରୁଛି। ଏ କମ୍ପାନୀରେ ଆପଣ ପ୍ଲାଟଫର୍ମକୁ ଯିବେ, ୟାର ଅନଲାଇନ୍ ପ୍ଲାଟଫର୍ମ ଅଛି, ଅନଲାଇନ୍ ପ୍ଲାଟଫର୍ମକୁ ଯିବେ, ତା ଦେହରେ ଆପଣ ଇନ୍ସୁରାନ୍ସ ନବାଠାରୁ ଆରମ୍ଭ କରି ଇନ୍ସୁରାନ୍ସ କ୍ଲେମ୍ କରିବା ପର୍ଯ୍ୟନ୍ତ ସବୁ ଜିନିଷ ଅତି ସହଜରେ ଆପଣ ଅନଲାଇନ୍ ପ୍ଲାଟଫର୍ମରେ କରିପାରିବେ। ଏଇଟା ଗୋଟେ ବଡ଼ ଲିଡିଂ ଡିଜିଟାଲ ଇନ୍ସୁରାନ୍ସ କମ୍ପାନୀ ଇଣ୍ଡିଆର। ଓକେ, ତ ଯଦି ଆମେ ଦେଖିବା ଗ୍ରୋସ୍ ରିଟିନ୍ ପ୍ରିମିୟମ କେତେ ଆସିଛି, ତାହେଲେ ପ୍ରିମିୟମ ୟାର 83% ପର୍ଯ୍ୟନ୍ତ ଗ୍ରୋସ୍ ରିଟିନ୍ ପ୍ରିମିୟମ ରହିଛି। ତେବେ ଗୋ ଡିଜିଟ୍ ପ୍ଲାଟଫର୍ମ ହେଉଛି ଇନ୍ସୁରାନ୍ସ ଆଉ ଟେକ୍ନୋଲୋଜି ସଲ୍ୟୁସନର ଗୋଟେ କମ୍ବିନେସନ୍। କଷ୍ଟମର୍ସ ଏଇ ପ୍ଲାଟଫର୍ମ ଭିତରକୁ ଯାଇ ସବୁ ଜିନିଷ ଇନ୍ସୁରାନ୍ସ ରିଲେଟେଡ୍, ସମସ୍ତ ଜିନିଷ, ସମସ୍ତ ପ୍ରଡକ୍ଟ, ସମସ୍ତ ସର୍ଭିସେସ୍ ଏଇଠୁ ପାଇପାରିବେ। ତେଣୁ ଏଇଟା ଗୋଟେ ବହୁତ ବଢ଼ିଆ ପ୍ଲାଟଫର୍ମ। ଇଣ୍ଡିଆରେ ଏଭଳି ପ୍ଲାଟଫର୍ମ ଆଗରୁ ପ୍ରାୟତଃ ନଥିଲା। ଏବେ ସବୁ ଇଏ ନ୍ୟୁ ଏଜ୍ ଟେକ୍ନୋଲୋଜି ନେଇ ଏଇ ଇନ୍ସୁରାନ୍ସ କମ୍ପାନୀଟି ଆସିଛି। ତାହେଲେ ଚାଲନ୍ତୁ ଦେଖିବା ଆମେ ଯେ ତାର ଫାଇନାନ୍ସିଆଲ ଷ୍ଟ୍ରେଂଥ କ'ଣ। ଯଦି ଆମେ ଦେଖିବା ଯେ ଏଇ କମ୍ପାନୀର ଟ୍ରାକ୍ ରେକର୍ଡ ଦେଖିବା, ତାହେଲେ ଗ୍ରୋସ୍ ରିଟିନ୍ ପ୍ରିମିୟମ୍ ଆଣ୍ଡ ପ୍ରଫିଟ୍ସ, ଗ୍ରୋସ୍ ରିଟିନ୍ ପ୍ରିମିୟମ୍ 37% ପର୍ଯ୍ୟନ୍ତ ବଢ଼ିଛି। 2022ରୁ 2023 ଭିତରେ 37% ବଢ଼ିଛି, 37% ଅଧିକ। ପ୍ରଫିଟ୍ ମଧ୍ୟ 2022ରୁ 2023 ଭିତରେ 36 କ୍ରୋରରୁ 296 କୋଟି ପର୍ଯ୍ୟନ୍ତ ଯାଇଛି। 36 କୋଟିରୁ 296 କୋଟି, which is a very very big growth in profit. ନେଟୱାର୍ଥ, କମ୍ପାନୀ ନେଟୱାର୍ଥ ମଧ୍ୟ ବହୁତ ବଢ଼ିଯାଇଛି। ପ୍ରାୟତଃ 1876 କୋଟିରୁ 2325 କୋଟି ପର୍ଯ୍ୟନ୍ତ ବଢ଼ିଛି 2022 ଆଉ 2023 ଭିତରେ। ଏଠି ମୁଁ ପୁରା ସମ୍ପୂର୍ଣ୍ଣ ବିବରଣୀ ଦେଇଦେଇଛି ଏଇ କମ୍ପାନୀର ପରଫର୍ମାନ୍ସ ବିଷୟରେ, ପ୍ରଫିଟ୍, ଗ୍ରୋଥ୍, ଗ୍ରୋସ୍ ରିଟିନ୍ ପ୍ରିମିୟମ୍, ନେଟ୍ ରିଟିନ୍ ପ୍ରିମିୟମ୍, ଟୋଟାଲ ଇନକମ୍ କେତେ, ଅପରେଟିଂ ପ୍ରଫିଟ୍ କେତେ, ନେଟ୍ ପ୍ରଫିଟ୍ କେତେ, ଟୋଟାଲ ପ୍ରଫିଟ୍ ଆଫ୍ଟର ଟ୍ୟାକ୍ସ କେତେ, ସବୁ ଜିନିଷ ମୁଁ ଏଠି ଦେଇଦେଇଛି। ତାହେଲେ ଆମେ ଦେଖିବା ଯେ ୟାର ପ୍ରି ଆଇପିଓ ସେୟାର ପ୍ରାଇସ୍ କେତେ ଥିଲା। ପ୍ରି ଆଇପିଓ ସେୟାର ପ୍ରାଇସ୍ ୟାର 354 ଟଙ୍କା ରହିଥିଲା, ଫେସ୍ ଭ୍ୟାଲୁ 10 ଟଙ୍କା ରହିଛି। ଏଇ କମ୍ପାନୀର ପ୍ରି ସେୟାର WWIPL ପ୍ଲାଟଫର୍ମରେ ଉପଲବ୍ଧ ଅଛି, ପ୍ଲାନିଫାଏରେ ମଧ୍ୟ ଉପଲବ୍ଧ ଅଛି। ତ କମ୍ପାନୀର ବର୍ତ୍ତମାନ ଯେଉଁ ଆଇପିଓ ସେୟାର ଚାଲିଛି, ପ୍ରି ଆଇପିଓ ସେୟାର ଚାଲିଛି, ସେଇଟା 354 ଟଙ୍କାର ଅଛି। ତ ନିଶ୍ଚିତ ଭାବରେ ଯେତେବେଳେ ଆକ୍ଚୁଆଲ ଆଇପିଓ ଆସିବ, ସେତେବେଳେ ଏଇ ପ୍ରାଇସ୍ଠୁ ଅଧିକ ହବ। ଯଦି କେହି ଇନଭେଷ୍ଟର ଚାହୁଁଛନ୍ତି
ପ୍ରି ଆଇପିଓ ସେୟାର ପ୍ରାଇସ୍ ଲଗେଇବା ପାଇଁ ତାହେଲେ ଏ ପ୍ରାଇସ୍‌ରେ ଲଗେଇ ପାରିବେ ଏବଂ ଡେଫିନେଟଲି ସେ ଯେତେବେଳେ ଆଇପିଓ ଲିଷ୍ଟ ହେବ ସେତେବେଳେ ସେମାନେ ନିଶ୍ଚିତ ଭାବରେ ବେନିଫିଟ୍ ପାଇବେ। ତାହେଲେ ଚାଲନ୍ତୁ ଏବେ ଦେଖିବା ଯେ ୟାର କମ୍ପିଟିଟର କିଏ କୋଉମାନେ? ମୁଁ ଯେମିତି କହିଲି ଷ୍ଟାର ହେଲ୍ଥ, ଆଇସିଆଇସିଆଇ ଲମ୍ବାର୍ଡ, ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ଜେନେରାଲ ଇନ୍ସ୍ୟୁରାନ୍ସ କର୍ପୋରେସନ, ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଏମାନେ ହେଉଛନ୍ତି ଏହାର କମ୍ପିଟିଟର୍ସ। ତାହେଲେ ବର୍ତ୍ତମାନ ଦେଖିବା ଯେ ଏଥିରେ ଆମେ ଇନଭେଷ୍ଟମେଣ୍ଟ କରିବା ନା ନାହିଁ? ମୋ ମତରେ ଏଥିରେ ଇନଭେଷ୍ଟମେଣ୍ଟ କରିବା କଥା। ତ ଯଦି ଆମେ ଲଙ୍ଗ ଟର୍ମ ୟାର ଫ୍ୟୁଚର ଦେଖିବା ତାହେଲେ ୟାର ଏ କମ୍ପାନୀର ଫ୍ୟୁଚର ବହୁତ ବଢ଼ିଆ। कंपनी ହେଉଛି ଗୋଟେ ନ୍ୟୁ ଏଜ୍ ଟେକ୍ନୋଲୋଜି ରିଲେଟେଡ୍ କମ୍ପାନୀ ଯେ ଜେନେରାଲ ଇନ୍ସୁରାନ୍ସ କୁ ଆଉ ଟେକ୍ନୋଲୋଜିକୁ କମ୍ବାଇନ୍ କରି ତାର ପ୍ଲାଟଫର୍ମ ତିଆରି କରିଛି। କମ୍ପାନୀ ଯେମିତି ମୁଁ କହିଲି କମ୍ପାନୀ 30% ରୁ ଅଧିକ ତାର ଗ୍ରୋସ୍ ପ୍ରିମିୟମ ରିପୋର୍ଟ କରିଛି। ଗ୍ରୋଥ ରେଟ୍ ରେଭିନ୍ୟୁର ଗ୍ରୋଥ ରେଟ୍ ହେଉଛି 30% ରୁ ଅଧିକ। କଷ୍ଟମର ମାନେ 35 ମିଲିୟନ କଷ୍ଟମର୍ସ ଏଇ କମ୍ପାନୀ ଉପରେ ଭରସା କରୁଛନ୍ତି। କମ୍ପାନୀ ହିସାବରେ ତାର କଷ୍ଟମର ହେଉଛନ୍ତି 35 ମିଲିୟନରୁ ଅଧିକ କଷ୍ଟମର କମ୍ପାନୀରେ ଅଛନ୍ତି। ଏହି ଯଦି ଆମେ ଦେଖିବା ମାର୍କେଟ ସେୟାର କମ୍ପାନୀର କେତେ ନା ବର୍ତ୍ତମାନ ମାର୍କେଟ ସେୟାର ହେଉଛି 3% ପାଖାପାଖି। 2023ରେ ମାର୍କେଟ ଏଇ କମ୍ପାନୀର ମାର୍କେଟ ସେୟାର ଥିଲା 3% ପାଖାପାଖି ଆଉ ଏକ୍ସପେକ୍ଟ ହେଉଛି ଯେ ଏ କମ୍ପାନୀ ନିଶ୍ଚିତ ଭାବରେ ବଢ଼ିବ। କଷ୍ଟମର ମାନଙ୍କର ଫିଡବ୍ୟାକ୍ ଯଦି ଦେଖିବା ଗୁଗଲ ଆଉ ଫେସବୁକରେ ଫିଡବ୍ୟାକ୍ ଯଦି ଦେଖିବା ତାହେଲେ ଗୁଗଲରେ ଫିଡବ୍ୟାକ୍ ହେଉଛି ରେଟିଂ ଦେଇଛନ୍ତି କଷ୍ଟମର ମାନେ 4.8, ଫେସବୁକରେ ରେଟିଂ ଦେଇଛନ୍ତି 4.9 ଆଉଟ୍ ଅଫ୍ 5 which is very good, ଯୋଉଟା କି ବହୁତ ବଢ଼ିଆ। ତ ଏଇଭଳି ଏଇସବୁ ଜିନିଷ ଗୁଡ଼ାକ ଆମେ ଦେଖିକିରି ମୁଁ ଯାହା ଭାବୁଛି ଯେ ଏଇ କମ୍ପାନୀରେ ଇନଭେଷ୍ଟମେଣ୍ଟ କରିବା କଥା। ମୋ ମତରେ ଇନଭେଷ୍ଟମେଣ୍ଟ କରିବା କଥା। ସର୍ଟ ଟର୍ମରେ ବି ତୁମକୁ ଭଲ ପ୍ରଫିଟ୍ ମିଳିବ ଏବଂ ଲଙ୍ଗ ଟର୍ମରେ ବି ଏଥିରୁ ଭଲ ପ୍ରଫିଟ୍ ମିଳିବ। କିନ୍ତୁ ଏଠି ଗୋଟେ କଥା ମୁଁ କହି ରଖୁଛି ଯେ ମୁଁ ସେବି ରେଜିଷ୍ଟର ରିସର୍ଚ୍ଚ ଆନାଲିଷ୍ଟ ନୁହେଁ। ତେଣୁ ଏଇ କମ୍ପାନୀ କିମ୍ବା ଯେକୌଣସି କମ୍ପାନୀରେ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଆପଣ ସେଇ କମ୍ପାନୀ ବିଷୟରେ ଭଲ ଭାବରେ ରିସର୍ଚ୍ଚ କରନ୍ତୁ। ଏଇଟା ଜଷ୍ଟ ଏଇ ଯେଉଁ ମୁଁ ଆନାଲିସିସ୍ କରି ଆପଣଙ୍କୁ କହିଲି ଜଷ୍ଟ ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏ ବିଷୟରେ ମୁଁ ଡିସ୍କସନ୍ କଲି ଏବଂ ମୋ ସାଇଟ୍‌ରେ ସେଇ ବିଷୟରେ କହିଛି। କେବଳ ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ। ଧନ୍ୟବାଦ।